ଦେଖନ୍ତୁ ଆମର ଦିଗନ୍ତ ଆବାସିକ ବିଦ୍ୟାଳୟ ଇଏ କେବଳ ଆଦିବାସୀ ପିଲାମାନେ ଯୋଉଠି ପାଠ ପଢନ୍ତି ଏବଂ ଏଠି ଅନ୍ତେବାସୀ ଭାବରେ ରହନ୍ତି। ଇଏ ସ୍କୁଲ ଜରିଆରେ ତାଙ୍କର ସମସ୍ତ ଦାୟିତ୍ୱ ନେବା, ଶିକ୍ଷା ତାଙ୍କୁ ଯୋଗେଇବା, ଇଏ ସମସ୍ତ କଥା ପାଖାପାଖି 16 ବର୍ଷ ହେଇଗଲା। ଇଏ ଆଜି 15ତମ ଉତ୍ସବ। ମୁଁ ଆଜି ଅତିଥି ଭାବରେ ସ୍କୁଲରେ ଯୋଗ ଦେଇଥିଲି ଏବଂ ମୋଟାମୋଟି ଭାବରେ ଏଠି ଏ ଯୋଉ କଳ୍ପନା କରିଥିଲେ ସୁରେନ୍ଦ୍ର ମୁଦାଲି ବୋଲି ଜଣେ ମହାନ ଲୋକ, ତାଙ୍କ ନିଜ ଜାଗା ଉପରେ ସ୍କୁଲଟି ପ୍ରତିଷ୍ଠା ହେଇଛି, ନିଜ ଆୟରୁ ଇଏ କୋଠା ଘର ତିଆରି ହେଇଛି ଏବଂ ସେ ଆଜି ନାହାନ୍ତି ସତ, କିନ୍ତୁ ତାଙ୍କ ଆବର୍ତ୍ତମାନରେ ଏଠି ଚକ୍ରଧର ପ୍ରଧାନ, ଏଠି ଚମ୍ପତି ବାବୁ ଏବଂ ଅନ୍ୟମାନେ ମିହିରକାନ୍ତ ମହାପାତ୍ର ପ୍ରମୁଖ ଏମାନେ ଏ ଅନୁଷ୍ଠାନକୁ ଚଲେଇ ରଖିଛନ୍ତି। ଏବଂ ଏହି 16 ବର୍ଷ ଭିତରେ ଇଏ 18ଟି ଆଦିବାସୀ ଅଧିଷ୍ଠିତ ଜିଲ୍ଲାରୁ ଇଏ ଛୋଟ ଛୋଟ ପିଲାମାନଙ୍କୁ ଆଣି ଏବଂ ସେମାନଙ୍କଠୁ ଟଙ୍କାଟିଏ ଗ୍ରହଣ ନ କରି ଯୋଉଭଳି ଭାବରେ ସେମାନଙ୍କୁ ଶିକ୍ଷାଦାନ କ୍ଷେତ୍ରରେ ଏବଂ ବିଭିନ୍ନ କଳା କ୍ଷେତ୍ରରେ, ସ୍ପୋର୍ଟସ କ୍ଷେତ୍ରରେ, ଅନ୍ୟାନ୍ୟ କ୍ଷେତ୍ରରେ ତାଙ୍କୁ ପାରଦର୍ଶୀ କରେଇ ପାରିଛନ୍ତି, ଯୋଉଥିପାଇଁ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରେଇ ପାରିଛନ୍ତି, ତାଙ୍କ ରୋଜଗାର ବଢ଼େଇବା ପାଇଁ ସ୍ୱାବଲମ୍ବୀ କରିବାର ବ୍ୟବସ୍ଥା କରେଇଛନ୍ତି। ତେଣୁ ସେ ଦୃଷ୍ଟିକୋଣରୁ ମୁଁ ଅତ୍ୟନ୍ତ ଖୁସି ଯେ ଯୋଉମାନେ ସମାଜର ସବୁଠୁ ବଞ୍ଚିତ ବର୍ଗର ଲୋକମାନେ, ଆଦିବାସୀ ବର୍ଗର ଲୋକମାନଙ୍କ ପାଇଁ ये जो हित साधन ହେଇଛି, ସେଥିପାଇଁ ଏ ଅନୁଷ୍ଠାନକୁ, ଅନୁଷ୍ଠାନର ପରିଚାଳକ ମାନଙ୍କୁ ମୁଁ स्वतंत्र ଭାବରେ ଧନ୍ୟବାଦ ଦଉଛି ଏବଂ ସାଂସଦ ଭାବରେ ଏ ଅନୁଷ୍ଠାନ କିଭଳି ତାର ଉତ୍ତରୋତ୍ତର ଉନ୍ନତି କରିପାରିବ ସେଥିପାଇଁ ମୋର ଯୋଉ ଦାୟିତ୍ୱ ଏବଂ କର୍ତ୍ତବ୍ୟ ଅଛି ତାକୁ ନିଶ୍ଚିତ ଭାବରେ ମୁଁ ସମ୍ପାଦନ କରିବି। ମୁଁ ମିହିରକାନ୍ତ ମହାପାତ୍ର, ସଂକଳ୍ପ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସମ୍ପାଦକ। तार वार्षिक उत्सव पालन कौन बार्ता बार्ता हिसाब से आम आमर अभिज्ञता दृष्टि यह कहवाक चाहबू, ओडिशार प्राय 20-22 जिला अच्छी, जो जिले में शेड्यूल ट्राइब माने रोचंती, शेड्यूल ट्राइब माने बास करचंती, संतान सती से अभिभावक पिला उचित मार्गदर्शन करंतु एवं तांकु वार्ता दिंतु से पाठ पढ़ी समाज में एक प्रतिष्ठित हूँ, से चाकरी करूँ व्यवसाय करूँ कि पाठ पढ़ती एवं पाठ पढ़ा द्वारा से दारिद्र्य दूरीकरण हवा सहित से समाज प्रतिष्ठित लोक भी हो पारे। आम कहीपर ना एवं आमर एमपी महोदय कहते किए जानी प्रधानमंत्री सॉरी राष्ट्रपति भाव श्रीमती मुर्मू महोदया आज भारतर प्रथम नागरिक है। से मार्गदर्शन करने एकमात्र कारण हूँ शिक्षा। शिक्षा समाज अंधकार को दूर करने सहित मनुष्य प्रत्येक कर्म को मार्जित कर आगु तार विकास करे। मु एडवोकेट सरोज कुमार स्वाई, नियाली छात्र युव विकास परिषद मुख्य उपदेष्टा। दिगंत आवासिक वार्षिक उत्सव अतिथि जोग कौन रहा? देखो आज दिगंत आवासिक विद्यालय 15तम वार्षिक उत्सव थिला। एठी मु अतिथि नुह, जेतेबेले 2011 मसीह ये विद्यालय आरंभ है सेतेबेले मध्य मु थिली एवं एई पाखरे एई विद्यालय जो माने कृतित्वर सहित 10म श्रेणी परीक्षा रे कृतित्व अर्जन करी पास करूचंती सेमानकु मध्य वैषयिक शिक्षा देवा पई एई कैंपस बाहर आईटीआई मध्य अछि, अपेक्स आईटीआई समग्र ओडिशार पाखापाखि 20टी जिल्लारू जनजाति विद्यार्थी माने एठी आसी पाठ पढुचंती एवं जदि आमे कंपेयर करिवा अन्य सरकारी विद्यालय एवं बेसरकारी विद्यालय तुलना रे एठी मध्य 100% रिजल्ट होउची। एठिकार पिला माने केवल शिक्षा क्षेत्र रे न बौद्धिक स्तर रे, क्रीड़ा क्षेत्र रे एवं संगीत नृत्य सबु क्षेत्र रे एमाने आगु को जाइछंती। जेतेबेले आदिवासी अंचल रे
ପିଲାମାନଙ୍କର ଡ୍ରପ୍ ଆଉଟ୍ ହଉଛି, ସେମାନେ ବିଦ୍ୟାଳୟ ଛାଡି ଦଉଛନ୍ତି, ବିଦ୍ୟାଳୟକୁ ଯାଇପାରୁନାହାନ୍ତି। ସେଭଳି ସମୟରେ ମାନେ ଆଜି ସରକାର ଏତେ ଯୋଜନା କରୁଛନ୍ତି, କିନ୍ତୁ ମାନେ କଟକ ଜିଲ୍ଲାର ନିଆଳି ବ୍ଲକ ଅନ୍ତର୍ଗତ ଏଇ ଯୋଉ ଦେବୀକନ୍ଦଳ ଦ୍ୱୀପାଞ୍ଚଳରେ 15 ବର୍ଷ ତଳେ ସ୍ୱର୍ଗତ ସୁରେନ୍ଦ୍ର ମୁଦାଲିଙ୍କ ପ୍ରଚେଷ୍ଟାରେ ଯୋଉ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା, ବାସ୍ତବରେ ଆଜି ତାହା ସଫଳ ହେଇଛି। ତେଣୁ ମୁଁ ଆଜିର ଦିନରେ ଏହି ଉତ୍ସବରେ ଯୋଗଦାନ କରି ସ୍ୱର୍ଗତ ଆତ୍ମାକୁ ମାନେ ବଧେଇ ଜଣାଉଛି ଏବଂ ସେ ଆତ୍ମା ଜଣେ ମହାନ ପୁରୁଷ, ସେ ସବୁଦିନ ପାଇଁ ଜନସାଧାରଣଙ୍କ ଆଖିରେ ସେ ଅମର ହେଇକି ରହିବ। ଧନ୍ୟବାଦ।